ଜାଭିୟର୍ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ କମର୍ସ ସଫଳତାର ସହ ଫିନକ୍ସ 2 ଆୟୋଜନ କରିଛି। ଆର୍ଥିକ ବିବର୍ତ୍ତନର କେନ୍ଦ୍ର ଏକ ଉନ୍ନତିମୂଳକ ଭବିଷ୍ୟତ ପାଇଁ ରଣନୀତି ପ୍ରସଙ୍ଗରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତାମାନେ ଅଂଶଗ୍ରହଣ କରିଥିଲେ। ରିଅଲ ଇଷ୍ଟେଟ୍ ବିନିଯୋଗ କୌଶଳ ଏବଂ ରିଅଲ ଇଷ୍ଟେଟ୍ ଇନଭେଷ୍ଟମେଣ୍ଟ ଟ୍ରଷ୍ଟର ଲାଭ, ବିକଳ୍ପ ନିବେଶ ଏବଂ ଅଭିନବ ଚିନ୍ତାଧାରାର ଆବଶ୍ୟକତା, ଭାରତର ଜନସଂଖ୍ୟା ବୃଦ୍ଧି ଏବଂ ରିଅଲ ଇଷ୍ଟେଟ୍ ଉପରେ ଏହାର ପ୍ରଭାବ, ଅନୁକୂଳତା, ଦୀର୍ଘକାଳୀନ ଯୋଜନା, ଶିକ୍ଷା ଏବଂ ଦକ୍ଷତା ବିକାଶରେ ବିନିଯୋଗର ଗୁରୁତ୍ୱ, ଷ୍ଟାର୍ଟଅପ୍ ପାଇଁ ନଗଦ ପ୍ରବାହ ଯୋଜନା, ଫିନଟେକ୍ ଏବଂ ସ୍ଥାୟୀ ଅଭିବୃଦ୍ଧି, କର୍ପୋରେଟ୍ ବାସ୍ତବତା, ପାରମ୍ପରିକ ମଡେଲ ଏବଂ ପରାମର୍ଶଦାତା ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀ ବିଭିନ୍ନ ଦୃଷ୍ଟିକୋଣ ଏବଂ ଚିନ୍ତାଧାରାର ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା, ଯାହା ଅର୍ଥ ଏବଂ ରିଅଲ ଇଷ୍ଟେଟ୍ର ବିକାଶଶୀଳ ଦୃଶ୍ୟ ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥାଏ। ଏହା ବ୍ୟବସାୟ ଫାଇନାନ୍ସ ଛାତ୍ରମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଉଦୀୟମାନ ଧାରା ଏବଂ ରଣନୀତି ବିଷୟରେ ବୁଝିବାରେ ସାହାଯ୍ୟ କରିଥିଲା। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଫାଦର ଏସ୍ ଆଣ୍ଟୋନି, କ୍ୟାପିଟାଲ ଇନଭେଷ୍ଟରର ପ୍ରତିଷ୍ଠାତା ପ୍ରଣୟ ଗୌଡ଼, 10th ଡିସାଇଲର ପ୍ରତିଷ୍ଠାତା ସଚିନ ଚାୱଲା, ୱେଲ୍ସ ଫାର୍ଗୋ ବ୍ୟାଙ୍କର ବରିଷ୍ଠ ଉପସଭାପତି ନବୀନ ଭାସ୍ୱାନୀ, ପ୍ରଫିଟେନ୍ସ ୱେଲ୍ଥ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ଅଙ୍କିତ ପଟେଲ, ବି ୱାଇଜ୍ର ସହ ପ୍ରତିଷ୍ଠାତା ସୂର୍ଯ୍ୟ ଗଣେଶ ସିସୋଦିଆ ଏବଂ ନିର୍ଦ୍ଦେଶକ ପ୍ରଣୀତ ସିସୋଦିଆ ମଧ୍ୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଭୁବନେଶ୍ୱରରୁ ଏଲିନା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।